नमस्कार बंधु माने मु संतु स्वागत करुଛି ଆଜି ମୋ ଚ୍ୟାନେଲ କୁ। ଆଜି ମାମନ ମ୍ୟାଡାମ କୁ ଜ୍ୱର ପ୍ରବଳ ଜ୍ୱର ମେଡିସିନ ଖାଇ ଶୋଇଛନ୍ତି। ଆଜି ସକାଳୁ ମୁଁ ମନା କରିଛି ରୋଷେଇ କରିବା ପାଇଁ। ଆମେ କହିଛି ସକାଳ ଖାଦ୍ୟଟା ହୋଟେଲରୁ ନେଇ ଆସିବି, ଗାଧୁଆଟା ବି ହୋଟେଲରୁ ବିରିୟାନୀ ନେଇ ଆସିବି, ଖାଇବି ସାଙ୍ଗେ ତାକୁ କହିଛି। ସେ ଜ୍ୱର ମେଡିସିନ ଖାଇ ଶୋଇତା ଦେଖିବା ଚାଲନ୍ତୁ କଣ ଅବସ୍ଥା। ଦେଖିବା କଣ ଅବସ୍ଥା, ସେ କଣ କରୁଛି। ଆରେ ମାମନ କୁଆଡେ ଲାଗିବି ତ ଏ ଘରେ ନାହିଁ। ଚାଲନ୍ତୁ ସେ ଘରକୁ ଯିବା, ଦେଖିବା ଏ ଘରେ ଅଛି, ଏ ଘରେ ବି ନାହିଁ। ଗଲା କୁଆଡେ ସେ? ହେଇ ରୋଷେଇ ଘରେ। ଆରେ ଏଠି କଣ ହଉଛି? ଜ୍ୱର ହେଇଥିଲା, ମେଡିସିନ ଖାଇ ଶୋଇଥିଲା। ଏଠି ରୋଷେଇ କରୁଛି, ଜ୍ୱର ହେଲେ କଣ ହବ? ତା ବୋଲି ରୋଷେଇ କରିବିନି? ଆରେ ଜ୍ୱର ହେଲେ କହିଥିଲି ବିରିୟାନୀ ମଗେଇକି ଆଣିବା, ଖାଇବା ବୋଲି। ବିରିୟାନୀ ମଗେଇକି ଖାଲି ପଦାରୁ ମେଞ୍ଚେ ପଇସା ଖର୍ଚ୍ଚ କରିବ, ଆଉ ତା ଛଡା କିଛି ବି ନୁହଁ। ପଇସା, ଅସଲ କଥାଟା ହଉଛି ପଇସା। ଯେମିତି ଶୁଣିଛି ମୁଁ ବିରିୟାନୀ ଆଣିବାକୁ ଯିବି, ସେ ପଇସାଟା ଅସଲ କଥା ପଇସା। ସକାଳ ଖାଦ୍ୟ ଖାଇଦେଲ, ଇଡଲି ଗୁଣି ଖାଇଦେଲୁ, ବରା ଫଡା ଆଣି ଖାଇଦେଲୁ, ଗାଧୁଆଟା ବିରିୟାନୀ ଖାଇବା କରିଥିଲି। ଆମେ ଅଣ୍ଡା ତରକାରୀଟା 100 ଟଙ୍କା ଭିତରେ ଖାଇଦେଲେ, ଯଦି ସେଟାକୁ ଆମେ ବିରିୟାନୀ ଖାଇଥାନ୍ତେ ମ୍ୟାକ୍ସିମମ୍ 700-800 ଟଙ୍କା ଖର୍ଚ୍ଚ ହେଇଥାନ୍ତା। ତା ଅପେକ୍ଷା 100 ଟଙ୍କା ଅଣ୍ଡା ତରକାରୀ ଖାଇଦେଲେ କଣ ଅସୁବିଧା ଅଛି? ତାମାନେ ତମେ ବିରିୟାନୀ ଖାଇବା ପଇସା ଖର୍ଚ୍ଚ ଚକରେ ମାନେ ସାଙ୍ଗମାନେ ଦେଖନ୍ତୁ କେତେ କମ ଚାପିକି ସେ ଅଣ୍ଡା ଝୋଳ କଲାଣି। ଖାଲି ବିରିୟାନୀ ପ୍ରୋଗ୍ରାମ ପାଇଁ କ୍ୟାନ୍ସଲ କରିଦେଲେ। କଣ ଅଣ୍ଡା ଝୋଳ ହେଲାଣି ନା କଣ? ଅଣ୍ଡା ଝୋଳ କରିଛି, ଦେଖ ଏଇ ଅଣ୍ଡା ଭାଜିକି ରଖିଛି। କେତେ ଗୁଡେ ଅଣ୍ଡା? 1 2 3 4 5 6 7 8 9 10 11 12 13ଟା ଅଣ୍ଡା କଲଣି, କଣ କି ଖାଇବ? 13ଟା ଅଣ୍ଡା, ମୋ ଦେହ ଜମା ଭଲ ହଉନାହିଁ। 13ଟା ଅଣ୍ଡା ଆଳୁକୁ ହେଇ ମସଲା ଦେଇ କଷୁଛି, ଆଉ 13ଟା ଅଣ୍ଡାରେ କରିଦେବି ବର୍ତ୍ତମାନ ଅଣ୍ଡା ଝୋଳ, ଅଣ୍ଡା ଆଳୁ ଝୋଳ, ଆଉ ଖାଇବ ତମେ। ଆଖିରୁ ପାଣି ବହୁଛି, କଣ ହେଲାଣି ମୁହଁ ବୟସ ସବୁ ଜ୍ୱରରେ? ହଁ ଜ୍ୱର ହଉ, କିନ୍ତୁ ତମକୁ ପଇସା ଖର୍ଚ୍ଚ କରେଇଦେବିନି। ଏଇଖିଣା ଯାଇ 1000 ଟଙ୍କା ଖର୍ଚ୍ଚ କରି ସେ 1000 ଟଙ୍କାକୁ ମୁଁ 100 ଟଙ୍କାରେ ପରିଣତ କରିଦେବି, 200 ଟଙ୍କାରେ ପରିଣତ କରିଦେବି। ଦେଖ କେତେ ଅଣ୍ଡା ହେଇଛି, 100 ଟଙ୍କାରେ। ଇଏ ହେଇ ତାମାନେ ଅସଲ କଥାଟା ହଉଛି, ସାଙ୍ଗମାନେ ଦେଖନ୍ତୁ, ତାମାନେ ଅସଲ କଥାଟା ତାଙ୍କର ହଉଛି, ମାନେ ଅସଲ କଥା ହଉଛି ପଇସା ଖର୍ଚ୍ଚ ହେଇଯିବ। ଅସଲ କଥାଟା ହଉଛି ପଇସା ଖର୍ଚ୍ଚ ହେଇଯିବ। ପଇସାକୁ ଅଛି ବୋଲି ଖର୍ଚ୍ଚ କରିଦେବାନି, ତାକୁ ରଖିବା, ଯେତେବେଳେ ଆବଶ୍ୟକ ଖର୍ଚ୍ଚ କରିବା। ଆଜି ତ ଆମର ବିରିୟାନୀ ଖାଇବା କିଛି ଆବଶ୍ୟକ ନାହିଁ। ଇଏ କହୁଛୁ ମୁଁ ତ ସାଙ୍ଗଟା କରିଛନ୍ତି ବିରିୟାନୀ ଅର୍ଡର ଦେଇଛି, ପୁଣି କଣ ଦୋକାନ ସାଙ୍ଗ ଦୋକାନ ପୁଣି କଣ ହବ? ସେ କଣ ଖରାପ ହେଲେ ଭଲ ଲାଗିବ? ସେ ଖରାପ ଭାବନ୍ତୁ କି ଭଲ ଭାବନ୍ତୁ, ସେଥିରେ ମୋର କିଛି ଯାଏ ଆସ ନାହିଁ। ତମେ ଅଣ୍ଡା ଆଉ ଆଳୁ ଝୋଳ ଖାଇବ। ଅଣ୍ଡା ଝୋଳଟା ଖାଇବ, ତମେ ଏମିତି ଆଉ ପ୍ରୋଗ୍ରାମ କରନି ହେଲା। ଏତେ କଞ୍ଜୁସ କଞ୍ଜୁସ ହେଲେ ବି ମୁଁ କେବେ ହଇରାଣ ହେବିନି ଜୀବନରେ, କାରଣ ମୁଁ ଅଯଥା ବାଜ୍ୟ ଖର୍ଚ୍ଚ କରେନି। ଆରେ ଜ୍ୱର ହେଇଛି, ତାକୁ ଗୋଟେ ମେଡିସିନ ଖାଇଲେ ଶୋଇଲ। ମେଡିସିନ ଖାଇଲେ ବି ଯେତେବେଳେ ଦେହ ମୋର ଭଲ ଲାଗୁଛି, ଫିଟ୍ ଲାଗୁଛି, ମୁଁ ଆସିକି ରୋଷେଇ କଲି। ତା ବୋଲି କଣ ଦେହକୁ ଖରାପ ହେଇଛି ବୋଲି ଶୋଇକି ରହିବା? ଶୋଇକି ରହିକି ଅଯଥାରେ ପଇସା ଗୁଡା ଖାଲି 1000 ଟଙ୍କା ଖର୍ଚ୍ଚ କରିବା? ମୁଁ ଯାଇ ଦେଖିଲା ବେଳକୁ ଶୋଇନା, ତମେ ତ ଶୋଇଲ। ମୁଁ ଗଲି ବାହାରକୁ, ମୋ ସାଙ୍ଗଟାକୁ କହିଯାଇଥିଲି, ସେ ଗୋଟେ ବିରିୟାନୀ ହେଲେ ମୁଁ କହିଥିଲି ଫୋନ କରି ପଳେଇ ଆସିବୁ। ବର୍ତ୍ତମାନ ତମେ ତମ ପ୍ରୋଗ୍ରାମ କ୍ୟାନ୍ସଲ କଲଣି, କଣ ହବ ପୁଣି? କଣ ହବ ସେ କଥା ମୁଁ ଜାଣିନି। ତମେ ଅଣ୍ଡା ଆଳୁ ଝୋଳ ଭାତ ଖାଇବ, ବର୍ଷା ହଉଛି, ଏଇ ବର୍ଷା ପାଗରେ ଅଣ୍ଡା ଆଳୁ ଝୋଳ ଆଉ ଭାତ ହେଲା। ହେଇ ମାନେ ଅସଲ ମଞ୍ଜିଟା ହଉଛି ସେ ପଇସା ଖର୍ଚ୍ଚ ହେଇଯିବ। ଦେହ ଖରାପ ହଉ, ଦେହ ଖରାପ ହେଲେ ପଇସା ଲାଗିବ, ଫେରେ ଖାଦ୍ୟ ବାଜ୍ୟ ଖାଇବା। ଏଇଖିଣା ବିରିୟାନୀ, ସେଟା ମସଲା ଫସଲା କଣ ପଡିଥିବ ଠିକଣା ନାହିଁ। ଘର ଖାଇବା ଅଣ୍ଡାରେ ଯୋଉ ଭଳିଆ ହେଲ୍ଦି ତରକାରୀ, ଆଉ ବିରିୟାନୀ କଣ ଅଛି, ଖାଲି ମସଲା ଦେଇକି ଏଇଖିଣା କଣ କରିଦେଇଥିବେ। ଯେତେ ଯାହା କହିଲେ ବି ମୁଁ ବିଶ୍ୱାସ କରିବିନି। ଅସଲ ମଞ୍ଜିଟା ହଉଛି ପଇସା ଖର୍ଚ୍ଚ ହେଇଯିବ। କଞ୍ଜୁସ କଞ୍ଜୁସ ମକ୍ଷି ଚୁସ୍। ଏ ମାମନ ହଉଛି କଞ୍ଜୁସ। ଅଣ୍ଡା ଝୋଳ କରିବ, ଦେଖ ସେମାନେ ଦେଖିବ ଅଣ୍ଡା କରୁଛି, ଅଣ୍ଡା ଝୋଳ। ଏଠି ସୁନ୍ଦର ନାଲି ନାଲି ତରକାରୀ ହେଇଛି, କଞ୍ଜୁସ କାହିଁକି ହେବି? ଅଣ୍ଡାରେ କଣ ମସଲା ଦିଆ ହଉନାହିଁ, ନା ଅଣ୍ଡାରେ କଣ ତେଲ ଦିଆ ହେଇନି, ନା ଅଣ୍ଡା କଣ କିଣା ହେଇନି। କିନ୍ତୁ ବିରିୟାନୀରେ ଯୋଉ 1000 ଟଙ୍କା ଖର୍ଚ୍ଚ ହେଇଥାନ୍ତା, ସେଟା ମୁଁ 200 ଟଙ୍କାରେ ପରିଣତ କରିଦେଇଛି। ଦେଖ ଆପଣମାନେ ବନ୍ଧୁମାନେ ଦେଖନ୍ତୁ ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଫଲୋ କରନ୍ତୁ। ନିଶ୍ଚିତ ଭାବରେ ସବସ୍କ୍ରାଇବ କରନ୍ତୁ ସାଙ୍ଗମାନେ, ଆମ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ କରନ୍ତୁ। ଆଉ ଡେଲି ଆମର ଏଇଭଳିଆ ବ୍ଲଗ ଦେଖନ୍ତୁ। ଆମକୁ ସବୁଦିନ ମୁଁ ପଖାଳ ଆଉ ଆଳୁ ଭର୍ତ୍ତା ଦେବି, ଜମା ଦେବିନି ଭଲ ଖାଇବା। ଜ୍ୱର ଟିକେ ଭଲ ବୋଲି ତ ମୁଁ ରୋଷେଇ ଆସିକି କଲି। ମାନେ ଦୌଡ଼ିକି ଆସିକି ରୋଷେଇ କରୁଛି, ବିରିୟାନୀ ବଦଳରେ ଅଣ୍ଡା ଝୋଳ। ବନ୍ଧୁମାନେ ରହିଲି, ବିରିୟାନୀ ଆପଣଙ୍କ ଠାରୁ। ଭିଡିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ ଏବଂ
ମୋ ଚ୍ୟାନେଲ କୁ ସବସ୍କ୍ରାଇब କରିବାକୁ ଭୁଲିବେ ନାହିଁ। ସବସ୍କ୍ରାଇବ ନିଶ୍ଚିତ ଭାବରେ କରନ୍ତୁ ଆଉ ଡେଲି ଆମର ନୂଆ ନୂଆ ଭିଡିଓ ଦେଖନ୍ତୁ। ରହିଲି, ଜୟ ଜଗନ୍ନାଥ, ନମସ୍କାର। ନମସ୍କାର।